ସାଙ୍ଗମାନେ ଆଜିର ଭିଡ଼ିଓରେ ଆମେ ଶିଖିବା କ୍ୱାଡ୍ରାଟିକ୍ ଇକ୍ୱେସନରୁ ସଲ୍ୟୁସନ୍ କେମିତି ବାହାର କରିବା। ତ କିଛି ପିଲା କହୁଥିବେ କ୍ୱାଡ୍ରାଟିକ୍ ଇକ୍ୱେସନର ସଲ୍ୟୁସନ୍ ତ ଆମେ ଜାଣିଛୁ ନା ଏକ୍ସ ଜାଗାରେ ମନ ଇଚ୍ଛା ନମ୍ବର 1 + 1 - 1 + 2 - 2 ପକେଇଦେବା ତ ସଲ୍ୟୁସନ୍ ଗୋଟେ ବାହାରି ପଡ଼ିବ ତାପରେ କରିଦେବା। ପିଲାମାନେ ଏମିତି ଯଦି +1 - 1 ଏମିତି ପକେଇ ପକେଇ ଚାଲିବ ତମର କ୍ୱାଡ୍ରାଟିକ୍ ଇକ୍ୱେସନ୍ ସଲ୍ୟୁସନ୍ ବାହାରିବ କି ନାହିଁ ତମର ବହୁତ ଲମ୍ବା ହେଇଯିବ ତମର ଆସିପାରିବ ନାହିଁ। ଆଜିର ଭିଡ଼ିଓରେ ତୁମେ ଜାଣିବ କ୍ୱାଡ୍ରାଟିକ୍ ଇକ୍ୱେସନ୍ କ'ଣ। ଯେଉଁମାନେ ଜାଣିନାହଁ ସେମାନେ କ୍ୱାଡ୍ରାଟିକ୍ ଇକ୍ୱେସନ୍ କ'ଣ ତାଙ୍କମାନଙ୍କ ପାଇଁ କହିଦେବି। ଆଉ ଯଦି କ୍ୱାଡ୍ରାଟିକ୍ ଇକ୍ୱେସନ୍ କ'ଣ ଜାଣିଛ ଆଉ ଯେଉଁମାନେ ଜାଣିଛନ୍ତି ଆଉ କେଉଁ ଭୁଲ କରୁଛନ୍ତି କ୍ୱାଡ୍ରାଟିକ୍ ଇକ୍ୱେସନ୍ ସଲ୍ଭ କଲାବେଳେ ତାହା ବି ଏଇ ଭିଡ଼ିଓକୁ କହିବି। ଭିଡ଼ିଓକୁ ଶେଷ ଯାଏଁ ଦେଖ, କୌଣସି ବି ଡାଉଟ୍ ରହିବ ନାହିଁ। ଅଧାରୁ ଛାଡ଼ିକି ଯିବ ତ ଡାଉଟ୍ ଅନେକ ରହିବ, କମେଣ୍ଟ ସେକ୍ସନ୍ ଆସିକି କହିବ ନାହିଁ। ତ ଭିଡ଼ିଓକୁ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ଆପଣମାନଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି କି କ୍ୱାଡ୍ରାଟିକ୍ ଇକ୍ୱେସନ୍ କହିଲେ କ'ଣ ନା ଯେଉଁ ଇକ୍ୱେସନ୍ର ପାୱାର ଏକ୍ସର ହାଇଏଷ୍ଟ ପାୱାର 3 ତାହାକୁ ଆମେ କ୍ୱାଡ୍ରାଟିକ୍ ଇକ୍ୱେସନ୍ କହିବା। ତାର ଜେନେରାଲ ଫର୍ମ କିଛି ଏମିତି ଦେଖିବାକୁ ମିଳେ ax³ + bx² + cx + d = 0। ଏଇଠି a b c d ଏଇଟା ହେଉଛି ନମ୍ବର, ax³ ଏଇଟା କୋଫିସିଏଣ୍ଟ କୁହାଯାଏ। କୋଫିସିଏଣ୍ଟ ଏଇଟା ନମ୍ବର, ବୁଝିପାରିଲ। ଏକ୍ଜାମ୍ପଲ୍ ଦେଇଛି ମୁଁ, ଦେଖ ଏମିତି କିଛି ଏକ୍ଜାମ୍ପଲ୍ x³ + 3x² - x - 3 ବୁଝିପାରିଲ। ଏଥିରେ କଣ୍ଡିସନଟା କ'ଣ ନା କଣ୍ଡିସନଟା ହେଉଛି a ≠ = 0। ଯଦି ଏଟା = 0 ହେଇଯିବ ତାହେଲେ ଏଇଟାକୁ ଆମେ କ୍ୱାଡ୍ରାଟିକ୍ କହିବାନି, ଆମେ ଏଇଟା ତ ହେଇଗଲା କ'ଣ ଯେଉଁ କ୍ୟୁବିକ୍ କହିବାନି, ଏଟାକୁ ଆମେ କହିବା କ୍ୱାଡ୍ରାଟିକ୍ କହିଦେବା। a = 0 ହେଇଗଲେ ଆମେ ଏଇଟା କ୍ୱାଡ୍ରାଟିକ୍ ଫର୍ମ ଆସିଯିବ, କ୍ୟୁବିକ୍ ହେବ ନାହିଁ। ତ କଣ୍ଡିସନଟା କ'ଣ a ≠ = 0, ବୁଝିପାରିଲ ନା। ଚାଲ ତାପରେ ଆମେ ଶିଖିବା କ୍ୱାଡ୍ରାଟିକ୍ ଇକ୍ୱେସନ୍ ସଲ୍ୟୁସନ୍ କେମିତି ଆମେ 5 ସେକେଣ୍ଡ ମଧ୍ୟରେ କରିପାରିବା। ପିଲାମାନେ ଦେଖ, ପ୍ରଥମେ ତମେମାନେ କ'ଣ କରୁଥିଲ, ଯେଉଁମାନେ ଜାଣିଛ ସେମାନେ କ'ଣ କରୁଥିଲ, ଆଉ ଯେଉଁମାନେ ଜାଣିନ ତ ଭିଡ଼ିଓକୁ ଶେଷ ଯାଏଁ ଦେଖ କ'ଣ ନା। ଯେଉଁମାନେ ଜାଣିଥିଲ ସେମାନେ କ'ଣ କରୁଥିଲେ ନା ପ୍ରଥମେ +1 - 1 ପକାଉଥିଲେ, ତାପରେ +1 - 2 ପକାଉଥିଲେ, +3 - 3 ପକାଉଥିଲେ, ଏମିତି କିଛି ପକାଇ ଦେଉଥିଲେ। ଗୋଟେ ଗୋଟେ ପକାଉଥିଲେ, ଗୋଟେ ନମ୍ବର ସଲ୍ୟୁସନ୍ଟା ବାହାରି ପଡ଼ୁଥିଲା। କିନ୍ତୁ ଯଦି ତୁମେ +1 - 1 ଆସିଲା ନାହିଁ ତ +3 ଏତେ ଯାଏଁ ଆସିଲା ନାହିଁ, ତୁମେ ମନେକର ଯାଇକି +5 ଯାଏଁ, +5ରେ ଯାଇକି ଆଉ ସଲ୍ୟୁସନ୍ ଗୋଟେ ସଲ୍ୟୁସନ୍ ଆସିଲା। ଦେଖ କ୍ୟୁବିକ୍ ଇକ୍ୱେସନ୍ର 3ଟା ସଲ୍ୟୁସନ୍ ଆସେ, କାହିଁକିନା ଏକ୍ସର ହାଇଏଷ୍ଟ ପାୱାର ଯେତେ ସଲ୍ୟୁସନ୍ ହେଉଛି ସେତୁଟା। ସଲ୍ୟୁସନ୍ ମାନେ କ'ଣ ନା ଏକ୍ସ ଜାଗାରେ କେଉଁ ନମ୍ବର ପକାଇଲେ ଆମର ଲେଫ୍ଟ ସାଇଡ଼୍ ଆଉ ରାଇଟ୍ ସାଇଡ଼୍ ସେମ୍ ଆସିବ, ବୁଝିପାରିଲ। ଦେଖ ଆମେ +1 - 1 କରିକି କରିବା ନାହିଁ, ଆମେ କ'ଣ କରିବା ନା ଏଇଠି ଯେଉଁ ନମ୍ବରଟା ଲେଖା ହେଇଛି 3, ଆମେ ଏଇ 3ଟାକୁ ଦେଖିବା। ପ୍ଲସ୍ ଲେଖା ହେଇକି ମାଇନସ୍ ଲେଖାଯିବ କିଛି କଥା ନାହିଁ, ଆମେ ପ୍ରଥମେ 3ଟାକୁ ଦେଖିବା ନା। 3ର ଫ୍ୟାକ୍ଟର ବାହାର କରିବା। ମୁଁ ପିଲାମାନେ କହି ରଖେ ଫ୍ୟାକ୍ଟର କ'ଣ। ମନେକର ତୁମେ ଏଇଠି 10 ଲେଖିଲ, 10ର ଫ୍ୟାକ୍ଟର ଆସିବ 1 2 କେତେ 5 10। ଦେଖ ଆମେ ଫ୍ୟାକ୍ଟର କ'ଣ ନା କେଉଁ ପଣିକିଆରେ 10 ଆସେ ସେହି ନମ୍ବର ଗୁଡ଼ିକ ଲେଖିଦେଲେ ଆମର 10ର ଫ୍ୟାକ୍ଟର ଆସିଯିବ। ଏକକ ପଣିକିଆରେ 10 ଆସେ, 2କ ପଣିକିଆରେ 10 ଆସେ, 5କ ପଣିକିଆରେ 10 ଆସେ, 10କ ପଣିକିଆରେ 10 ଆସେ। ପିଲାମାନେ ଏଇଠି 10 ଲେଖା ହେଇଛି, ତୁମେ ଏଇଠି ପ୍ଲସ୍ ମାଇନସ୍ ମଧ୍ୟ ଲେଖିପାରିବ। ଦେଖ ମାଇନସ୍ ପ୍ଲସ୍ କାହିଁ ଲେଖିବ, ମନେକର -1 × 10 -1 × -10 ତ ଆସିଲା କି ନାହିଁ। ତ ଏଇଠି ବି ମାଇନସ୍ ଲିଖିପାରିବ। ଏଇଠି -5 × -2 ତ ଏଇଠି ଗୋଟେ ମାଇନସ୍ ଆସିଲା, ଏଇଠି ଗୋଟେ ମାଇନସ୍, ତ ମାଇନସ୍ ବି ଫ୍ୟାକ୍ଟର ମଧ୍ୟ। ତୁମେ ଏଇଠି ପ୍ଲସ୍ ମାଇନସ୍ ଲେଖିଛ, ବୁଝିପାରିଲ। ଏଇଠି ମଧ୍ୟ ସେମିତି କରିବା, କୌଣସି ଅସୁବିଧା ହେବ ନାହିଁ। ଦେଖ ଆମେ ପ୍ରଥମେ 3ର ଫ୍ୟାକ୍ଟର ବାହାର କରିବା ନା। 3ର ଫ୍ୟାକ୍ଟର କ'ଣ ନା ଆମର 3ର ଫ୍ୟାକ୍ଟର ହେଉଛି +-1 +-3, ତ ବୁଝିପାରିଲ। ତାପରେ 3ର ଫ୍ୟାକ୍ଟର +-1 +-3। ଦେଖ ଏଇଠି -3 ଲେଖା ହେଇଛି, ତୁମେ -1 × 3 ଲେଖିବ, -3 × 1 ଲେଖିବ। ଦେଖ କ'ଣ କରିବ, ତାପରେ ତା ପାଇଁ ପ୍ରୋସେସ୍ ହେଉଛି ଏଇ ଯାହା ଫ୍ୟାକ୍ଟର ଆସିଲା ତୁମେ ଏଇ ଇକ୍ୱେସନ୍ରେ ପକାଇବ। କେଉଁ ନମ୍ବର ପକାଇଲେ ଏଇଟା 0 ଆସୁଛି। ଦେଖ ମୁଁ ଏଇଟା ପ୍ରଥମେ ଚେକ୍ କରୁଛି 1 ପକାଇକି, 1 + 3 × 1, 1ର ସ୍କୋୟାର 1, 1ର କ୍ୟୁବ୍ 1, ତ -1 - 3 ଦେଖିବା କ'ଣ ଆସୁଛି
ना 3 -4 ना 3 + 1 4 -4 = केते 0। तो एटा गोटे 1 होची ए क्यूबिक इक्वेशन गोटे सॉल्यूशन आसीगला। तो देख तापर कौन करिवो गोटे सॉल्यूशन आसीगला x = केते 1। आमर आकु आमे x = -1 इंटू एठी गोटे क्वाड्रेटिक इक्वेशन टे आसीबो। फलरे आमे एठी तो x = -1 अछि, एठी गोटे क्वाड्रेटिक इक्वेशन टे पिला माने लिखा हबो। आकु केमिति तुमे बाहर करिवो आपे केते गुडिए गोटे होची डिवीजन मेथड बाहर करिवो, सिंथेटिक डिवीजन मध्ये गोटे अछि ताकु मध्ये करिवो। देखो सिंथेटिक डिवीजन रे प्रथम कहूची तापर डिवीजन कहिबी ना। देखो सिंथेटिक डिवीजन ने कोन करिवो ए जो कोफिशिएंट लिखा है x³ रो कोफिशिएंट x² रो x रो आउ ये ताकू तो हमें लिखि दबो विथ साइन माइनस प्लस जहा दो। जदि मन कर x रो कोफिशिएंट 0 अछि, मन कर x नाही तमे ताले कोफिशिएंट जगह कोन लिखिबो 0। देखो आकु तमे जो जनरल फॉर्म मध्य लिखिबो, मन कर एठी x नाही तमे 0 लिखिबो, एठी -3 लिखि दबो आ 0 प्रथमे लिखि नथिबो तो आंसर भूल आसी जो। देखो प्रथमे कोन लिखिबो कोफिशिएंट गुडी लिखि दबो 1 3 -1 -3 तापर एमिति किछि गार दे दबो। हमर गोटे जो नंबर टे कोन आसिला 1, गोटे सॉल्यूशन बाहला 1 तो 1 एठी लिखि दबो। एठी जहा लिखिजो ताकू तमे एंदी सेम उतारि दबो। एठी 1 लिखिजो तो एठी भी 1 लिखि दबो। तापर प्रोसेस कोन ना आकू आ सहित गुणी दबो, ए 3 तळे लिखि दबो। देखो 1 को इंटू 1 1 तो एठी जहा भी मिसई दबो 3 इंटू 3 + 1 4 तापर कोन करिवो आकु सहित क्रॉस मल्टीप्लाई करिवो ना 1 इंटू 4 4 4 रु -1 गले 3 तापर कोन करिवो 1 इंटू 3 1 इंटू 3 कोन हे गला 3 पिला माने देखो एटा 0 तमरो एठी 0 आसी गला ता माने एटा ठीक अछि। जदि 0 न आसीबो कोठी गोटे भूल करिछो ताहले तुमरो 0 आसी नै। देखो एठी जो 4 3 एटा होची क्वाड्रेटिक इक्वेशन रो कोफिशिएंट। देखो एटा होची x² रो कोफिशिएंट, एटा होची x रो कोफिशिएंट, एटा होची c रो कोफिशिएंट। देखो केमिति लिखिबो प्रथमे 1 लिखिलो x² गुणी दबो तापर कोन अछि +4 x अछि तापर कोन +3 अछि तापर तमे सॉल्व करि पारिबो। देखो एठी प्रथमटा होची 1 आसिला तमे क्वाड्रेटिक इक्वेशन केमिति सॉल्व करिवो ता मु गोटे वीडियो करी जे तमे चैनल को जाई कि तमे देखि पारिबो। आकु हम सॉल्व करिवा प्रथमे गोटे आसी गला कोन गोटे आसी गला x = केते 1 आकु हम सॉल्व करिवा। देखो प्रथमे देछि कोन गुणन कले 3 देखो 3 आ मिसेले 4 आकु हम 3 1 देखिलो मिसेले 4 गुणिले 3 हे गला। तो पूर्व वीडियो देखो जदि कोनोसी डाउट रहउछि तो पूर्व वीडियो देखि पारिबो। क्वाड्रेटिक इक्वेशन हम गोटे वीडियो बनैछु। देखो 1x² + 3x + 1x + 3 = 0 मु आकु डायरेक्ट लिखुछि पिला माने आंसर 3 1 आसिला तो आंसर केते हे जिवो साइन चेंज कर देबो। जदि एठी 1 अछि पिला माने डायरेक्ट साइन चेंज करिवो, पिला माने एठी साइन चेंज सेते बेले हबो जतेले एठी 1 थिबो। जदि पिला माने एठी 5 थिबो तमे साइन चेंज करिवो नाही। देखो x = -3 -1 तो तीनोटी नंबर आसी गला। पिला माने चेक करिवो केमिति तुमरो आंसर जो आसिला तीनोटी सॉल्यूशन तीनोटी नंबर सॉल्यूशन आसिला तबे चेक करिवो कि बहुत सारा प्रोसेस अछि चेक करिया पे ना। प्रथम प्रोसेस कोन तीनटा को मिसेइले देखो प्रथमे कोन करूची देखो प्रथमे कोन करिवो प्रथमे गोटे कथा कहूची 1 -3 -1 लिखि दबो। प्रथमे आकु गुणी दबो -3 आकु गुणी दबो 3 आकु इटी गुणी के लिखि दबो ना -1। प्रथमे हमें लिखि देले 1 * -3 1 -3 -1 तीनोटी सॉल्यूशन बाहरी पइला। तमे प्रथमे 1 को -3 सहित गुणिबो जेमिति क्रॉस करची ताकू प्रथमे आकु गुणिबो तापरे आकु गुणिबो प्रथमे एमिति तापरे एमिति तापरे एमिति बुझि परछो। तीनोटी जाको संख्या जहा गुणन आसिला गुणन करिकि ताकू तमे मिसेई दबो।
ना ମୁଁ ମିଶାଉଛି 3 - 3 - 1 ଇକ୍ୱାଲ୍ ଟୁ କେତେ ଆସିଲା -1। ଦେଖିବ ଏଇଠି ଏକ୍ସର କୋଫିସିଏଣ୍ଟ ଯାହା ଲେଖା ହେଇଛି ତାହା -1 ଅଛି କି, ତା ମାନେ ତୁମ ପ୍ରୋସେସ୍ ଠିକ୍ ଅଛି।